ଜାଣିଛ ବର୍ତ୍ତମାନ ତୁମ ମଙ୍ଗଳମୟ ଇଚ୍ଛା ଅନୁସାରେ ତୁମ ପ୍ରିୟ ଦାସଙ୍କୁ ତୁମେ ନିଜ କୋଳକୁ ନେଇ ଅଛ। ପ୍ରଭୁ ପ୍ରାର୍ଥନା କରୁଛୁ ବିଶେଷ କରି ତୁମରି ଯୋଜନା ତୁମରି ସଂକଳ୍ପ କିଏ ବୁଝିପାରେ ପ୍ରଭୁ। ଏ ଜୀବିତ ମନୁଷ୍ୟମାନେ ପ୍ରଭୁ ଆମମାନେ ବର୍ତ୍ତମାନ ତାଙ୍କ ମନ ଶରୀରକୁ କବର ଦେବାକୁ ଯାଇ ଆମମାନେ ଏ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆମମାନେ ଆରମ୍ଭ କରି ବୁଝୁ ପ୍ରଭୁ। ପ୍ରତ୍ୟେକଟି କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁରେ ରହି ସମସ୍ତ କାର୍ଯ୍ୟକୁ ପରିଚାଳନା କରି ସମ୍ପନ୍ନ କରି ଗୌରବ ପାଅ। ପ୍ରତ୍ୟେକଙ୍କୁ ଆଶୀର୍ବାଦ ଯୀଶୁଙ୍କ ନାମରେ ମାଗୁଛୁ ଆମେନ୍। ମୁଁ ଏହି ସମୟରେ ଅନୁରୋଧ କରିବି ଆମଙ୍କ ଗ୍ରହଣରେ ସମ୍ପାଦକ ମହାଶୟ ଅଛନ୍ତି ଆଉ ସହ ସମ୍ପାଦକ ମହାଶୟ ଅଛନ୍ତି। ସେମାନେ ଧର୍ମଶାସ୍ତ୍ର 2ଟି ଅଂଶ ପାଠ କରିବେ। ପୁସ୍ତକ ଅତି ଜଣାଶୁଣା ବିଷୟ ଆୟୁବ 14:1-5-6 ପଦ ପର୍ଯ୍ୟନ୍ତ ଆମମାନଙ୍କର ସମ୍ମାନୀୟ ସମ୍ପାଦକ ମହାଶୟ ଅଧ୍ୟୟନ କରିବେ। 14 ଆଉ ଦ୍ୱିତୀୟ ଅଂଶଟି ଉପଦେଶକ 14:8 ପଦ ଆମମାନଙ୍କର ସହ ସମ୍ପାଦକ ପାଠ କରିବେ। ଆସନ୍ତୁ ଏହି ସମୟରେ ଆମେ ଅଧ୍ୟୟନ କରିବା ଆୟୁବ ପୁସ୍ତକ ତାର 14 ପର୍ବର 1 ପଦରୁ 5 ପଦର ଶେଷ ପର୍ଯ୍ୟନ୍ତ। ଏଥିରେ ପୁଣି ଲେଖା ଅଛି, ସ୍ତ୍ରୀ ଜାତ ମନୁଷ୍ୟ ଅଳ୍ପାୟୁ ଓ ଦୁଃଖରେ ପରିପୂର୍ଣ୍ଣ। ସେ ପୁଷ୍ପ ତୁଲ୍ୟ ପ୍ରସ୍ଫୁଟିତ ହୋଇ କଟାଯାଏ, ମଧ୍ୟ ସେ ଛାୟା ତୁଲ୍ୟ ବହିଯାଇ ସ୍ଥିର ନଥାଏ। ଆଉ ତୁମ୍ଭେ ଏପରି ଜଣକ ଉପରେ କ'ଣ ଆପଣା ଦୃଷ୍ଟି ରଖୁଅଛ ଓ ଆପଣା ନିକଟକୁ ବିଚାରାର୍ଥେ କ'ଣ ମୋତେ ଆଣୁଅଛ? ଅଶୁଚି ବସ୍ତୁରୁ ଶୁଚି ବସ୍ତୁ କିଏ ଉତ୍ପନ୍ନ କରିପାରେ? ଜଣେ ନାହିଁ। ତାହାର ଦିନ ସବୁ ନିର୍ଣ୍ଣିତ, ତାହାର ମାସ ସଂଖ୍ୟା ତୁମ୍ଭଠାରେ ଅଛି ଓ ତୁମ୍ଭେ ତାହାର ସୀମା ନିରୂପଣ କରିଅଛ, ଏଣୁ ସେ ତାହା ଲଙ୍ଘନ କରିପାରେ ନାହିଁ। ପ୍ରଭୁ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ଦ୍ୱିତୀୟ ଅଂଶଟି ପାଠ କରିବା ଉପଦେଶକ 8:14 ପଦ। ପୃଥିବୀରେ ଏହିପରି ଗୋଟିଏ ଅସାରତା ସାବିତ ହୁଏ, କେବେ କେବେ ଧାର୍ମିକମାନଙ୍କୁ ଦୁଷ୍ଟମାନଙ୍କ କର୍ମ ଅନୁସାରେ ଫଳ ଘଟେ, ପୁଣି କେବେ କେବେ ଦୁଷ୍ଟମାନଙ୍କୁ ଧାର୍ମିକମାନଙ୍କ କର୍ମ ଅନୁସାରେ ଫଳ ଘଟେ। ମୁଁ କହିଲି ଏହା ହିଁ ଅସାର। ପ୍ରଭୁକୁ ପଠିତ ବାକ୍ୟ ଉପରେ ଆଶୀର୍ବାଦ କରନ୍ତୁ। ପ୍ରଥମ ଅନୁରୋଧ କରିବି ଆମମାନଙ୍କର ସମ୍ମାନୀୟ କଣ୍ଡାଳ ମହାଶୟ ପ୍ରାର୍ଥନା କରିବେ। ଉପସ୍ଥିତ ପ୍ରାର୍ଥନାକୁ ଖ୍ରୀଷ୍ଟପ୍ରେମ ନମସ୍କାର ଜଣାଇ ନମସ୍କାର। ଆସନ୍ତୁ ଆମର ପ୍ରାର୍ଥନା କରିବା। ସ୍ୱର୍ଗସ୍ଥ ପିତା, ଧନ୍ୟବାଦ ଦେଉଛୁ ପ୍ରଭୁ ତୁମରି ମଙ୍ଗଳମୟ ଯୋଜନା ସଂକଳ୍ପ ଅନୁସାରେ ତୁମ ପ୍ରିୟ ଦାସଙ୍କୁ ଯାହାଙ୍କୁ ତୁମେ ମନୋନୀତ କରି ଅଭିଷେକ କରି ବୃହତ୍ ମଣ୍ଡଳର ଗୁରୁ ଦାୟିତ୍ୱ ଦେଲ, ତୁମେ ତାଙ୍କୁ ନିଜ କୋଳକୁ ନେଇଅଛ। ଏହା ତୁମର ସ୍ୱର୍ଗ ଯୋଜନା ଅଟେ ପ୍ରଭୁ। ଶୋକାକୁଳ ଅବସ୍ଥାରେ ପ୍ରଭୁ ମଣ୍ଡଳ ପାଳକ ବିହୀନ ହେଲା। ହେ ପିତା, ଏହି ଅବସ୍ଥାକୁ, ଏହି ପରିସ୍ଥିତିକୁ, ପରିବେଶକୁ ତୁମେ ସମ୍ଭାଳ। ବର୍ତ୍ତମାନ ପ୍ରଭୁ ଏହି ସ୍ଥାନରେ ଉପସ୍ଥିତ ତୁମ ପ୍ରିୟ ଦାସମାନଙ୍କ ଗହଣରେ, ଦାସୀମାନଙ୍କ ଗହଣରେ ପ୍ରଭୁ ତୁମ ଆଡ଼କୁ ଅନାଇ ପ୍ରାର୍ଥନା କରୁଛୁ, ଅଳି କରୁଛୁ। ଆମ ପ୍ରାର୍ଥନା ଉପାସନା ତମ୍ଭ ଦୃଷ୍ଟିରେ ଗ୍ରହଣୀୟ ଯୋଗ୍ୟ ହଉ। ଏହି ସମସ୍ତ ବିଷୟ ତୁମରି ଗୌରବର କାରଣ ହଉ। ଆମ ସମସ୍ତଙ୍କୁ ଆଶୀର୍ବାଦ କର। ଆରମ୍ଭରୁ ସମାପ୍ତି ପର୍ଯ୍ୟନ୍ତ କେନ୍ଦ୍ରବିନ୍ଦୁରେ ତୁମେ ରହି ନିୟନ୍ତ୍ରଣ କର। ମହିମା ଗୌରବ ତୁମେ ପାଅ।
प्राणकर्ता जीशुଙ୍କ नामରେ प्रार्थना କରୁଛୁ आमेन। ମୁଁ ଅନୁରୋଧ କରିବି ଆମ ଗହଣରେ ଡକ୍ଟର ନହସନ ଆନନ୍ଦ ଅଛନ୍ତି ମଧ୍ୟ ଆମଙ୍କ ଗହଣରେ ଅବସର ଡିକନ ପାଣି ମହୋଦୟ ବି ଅଛନ୍ତି ପୁଣି ଆମଙ୍କର ଶାଖା ମଣ୍ଡଳୀ ଲେଙ୍ଗେର ଚାଳକ ମହାଶୟ ବି ଅଛନ୍ତି। ଏମାନେ ଚୁମ୍ବକୀୟ ଭାବରେ ସେମାନେ ସ୍ୱଳ୍ପ ସମୟ ଭିତରେ ସ୍ୱର୍ଗତ ବର୍ଦ୍ଧନ ମହାଶୟଙ୍କ ଉପରେ ନିଜର ମନ୍ତବ୍ୟ ରଖିବେ। ଡକ୍ଟର ନହସନ ଆନନ୍ଦ। प्रभु का महानाम को धन्यवाद दिए कारण सब अवस्था आम धन्यवाद देवार कर्तव्य। प्रभु निरूपित समय दास को नहीं तेणु महानाम धन्य। गत काली बालक सहित प्राय गोटे घंटा कथबार्ता करी उत्साह करी निश्चित भाव प्रभु आपण को साहाଯ୍य करेंगे मंडली सेवा करने देवे सुजोग देवे एक कथा कही किंतु अचानक भाव प्रभु कोल को नहीं विषय कहवाई समय नहीं मात्र गोटे कथा कहूँ से सम्मिलन जन सीनियर पास्टर अनुभूति संपन्न पालक एवं षष्ठवादी निर्भीक साहसिक व्यक्ति थिले ताहा आम सम्मिलन निमंते एक अपूरणीय क्षति केवल ताहा नुहे आम मंडल निमंते प्रकृत में एक अपूरणीय क्षति आउ जीवन रू अनेक कथा आम देखुछु। मुझे कटक जाइली से अर्थात एचसी नंबर गोटे कथा कही से दुई जन पालक तालीम ने आम पालक सहित सेरंग पालक से दुई जन नेतृत्व विषय एचसी नंद मत कही कथा को हृदय रखी तार सत्यता प्रमाणित होता। सम्मिलन में प्रभु आश्चर्य भाव में नेतृत्व दे व्यवहार करते आम मंडली को से दीर्घ वर्ष धरी प्रतिपालन करते विषय सब कथा कहवाई समय नहीं जेहेतु गोटे धाड़ी दुई धाड़ी मध्य कहवा पड़े तेज आम जाणी रखू से जड़े उदार व्यक्ति दानशील व्यक्ति दुखी लोक मानू से सांत्वना देवा व्यक्ति निसहाय लोक को आर्थिक साहाय्य देउथिबा कथा अंगे अंगे अनुभव करिछि। पालक गुण अन्य पालक मान रहा उचित केवल पालक मान नुहे आम समस्त से बदान्य गुण सब रहा आज वियोग मंडली भांगी पड़ी एवं सम्मिलन शोक सागर आज आम भाषीचे आमने मंडली निमंते प्रार्थना करेंगे शोक संतप्त परिवार निमंते प्रार्थना करेंगे आदर्श को आमने मन रखा सहित भारतर विभिन्न स्थान को सभा समिति आम जा मत कहे अंक जगार सभा अच्छी चलो जिते थर जा सहित सहभागितार आसी से कथा मोर मन पड़ी मोर अभिषेक होता बालेश्वर से सम्मिलन संपादक दायित्व थे मंडली पालक दायित्व थे से मो सहित बालेश्वर मोर अभिषेक समय आसी से डीबी हृदय विश्व डीबी हृदय को कही आम पालक आसी से सम्मिलन संपादक जमती आपण जो वक्ता आसी आम पालक को समय देते तेरे एक पालक हर सब कथा मन को आसूला बर्तमान बखाणी मो हाथ समय धैर्य रू
ସେଥିପାଇଁ ମୁଁ ଏତିକିରେ ସୀମିତ କରି ରଖୁଛି ଯେ ସେଇଭଳି ପାଳକଙ୍କର ଗୁଣକୁ ଆମମାନେ ହୃଦୟରେ ରଖିବା ଏବଂ ଆମେ ତାଙ୍କ ଅନୁକରଣ କରି କାର୍ଯ୍ୟରେ ଆଗେଇ ଯିବା। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଶୋକ ସନ୍ତପ୍ତ ଉପାସନାରେ ଉପସ୍ଥିତ ପ୍ରଭୁଙ୍କର ପ୍ରିୟ ଦାସଗଣ ଏବଂ ଅନ୍ୟାନ୍ୟ ମଣ୍ଡଳୀ ଶାଖା ମଣ୍ଡଳୀମାନଙ୍କର ଆସିଥିବା ଚାଳକ ପାଳକଗଣ ଭଳି ବିଭିନ୍ନ ସ୍ଥାନର ପ୍ରଭୁଙ୍କ ଦାସଦାସୀଗଣ ଏବଂ ଶୋକ ସନ୍ତପ୍ତ ପରିବାର ପ୍ରତ୍ୟେକଙ୍କୁ ମୋର ଖ୍ରୀଷ୍ଟଧର୍ମ ନମସ୍କାର। ପ୍ରଭୁ ଆଜି ଆମଙ୍କ ଗହଣରୁ ଏକ ବିଶିଷ୍ଟ ପ୍ରଭୁଙ୍କର ମହାନ ଦାସଙ୍କୁ ସେ ଆପଣା କୋଳକୁ ନେଇଛନ୍ତି। ଆଉ ସେ ଜଣେ ବାସ୍ତବରେ ନିର୍ଭୀକ ପାଳକ ଥିଲେ। ଦୀର୍ଘ 36 ବର୍ଷ ପର୍ଯ୍ୟନ୍ତ ମୁଁ ଦିନ ଦାସ ସହିତ ମଧ୍ୟ ସେ ସେବା କାର୍ଯ୍ୟରେ ଯୋଗଦାନ କରିଥିଲେ। ଯଦିଓ ପ୍ରଥମରେ ମୁଁ ମଣ୍ଡଳୀର ସମ୍ପାଦକ ଥିଲି, ଅନ୍ୟାନ୍ୟ କାର୍ଯ୍ୟମାନଙ୍କର ଥିଲି, କିନ୍ତୁ ପ୍ରାୟ 16 ବର୍ଷ ପର୍ଯ୍ୟନ୍ତ ତାଙ୍କ ସହିତ ଦିକନ ଭାବରେ ମୁଁ ଜଡ଼ିତ ହୋଇ ସେ ସେବା କାର୍ଯ୍ୟ କରିଛି। ଏବଂ ଯେଉଁ ସମୟରେ ମୋ ସହିତ ଦିକନ କାର୍ଯ୍ୟରେ ସେ ମୋତେ ସାହାଯ୍ୟ କରୁଥିଲେ, ପ୍ରତ୍ୟେକ ଅବସ୍ଥାରେ ମୋତେ ଉତ୍ସାହ ଦେଉଥିଲେ ଏବଂ ପ୍ରତ୍ୟେକ ପରିସ୍ଥିତିରେ ସେ କିଭଳି ଭାବରେ ପ୍ରଭୁଙ୍କର ସେବା କାର୍ଯ୍ୟ କରିବାକୁ ହେବ ତାହା ମୋତେ ସେ ପରାମର୍ଶ ଦେଉଥିଲେ। ଯଦିଓ ବିଭିନ୍ନ ପରିସ୍ଥିତିରେ ମଣ୍ଡଳୀ ମଧ୍ୟରେ ଅନେକ ସମସ୍ୟା ପ୍ରତିକୂଳ ପରିସ୍ଥିତି ଆସି ପହଞ୍ଚିଥିଲା, ତଥାପି ପ୍ରଭୁ ଅନୁଗ୍ରହ କରି ସମସ୍ତ ବିଷୟର ସମାଧାନ କରି ଏ ପର୍ଯ୍ୟନ୍ତ ଆମମାନଙ୍କୁ ନେଇ ଆସିଥିଲେ। ପୁଣି ପୁନର୍ବାର ମୁଁ ଯେତେବେଳେ ଗତ କିଛି ଦିନ ତଳେ ସେ ମୋତେ ମୋର କାର୍ଯ୍ୟରୁ ମୋତେ ବିଦାୟ ଦେଲେ, ତଥାପି ବିଦାୟ ସମୟରେ ମଧ୍ୟ ସେ ମୋତେ ଉତ୍ସାହର ବାଣୀ ଦେଇଥିଲେ ଯେପରି ପ୍ରଭୁଙ୍କର କାର୍ଯ୍ୟ କରିବା ପାଇଁ ଆମେ ହତୋତ୍ସାହ ନୁହଁ, କାରଣ ସମସ୍ତ କାର୍ଯ୍ୟରେ ପରମେଶ୍ୱରଙ୍କର ଇଚ୍ଛା ବୁଝି ଆମେ ସେବା କାର୍ଯ୍ୟରେ ଅଗ୍ରସର ହେବା ପାଇଁ ସେ ପରାମର୍ଶ ଦେଉଥିଲେ। ପରବର୍ତ୍ତୀ ସମୟରେ ଯେତେବେଳେ ମୁଁ ଅବସର ନେଲି ସେତେବେଳେ ମଧ୍ୟ ମୋତେ ସେ ସମ୍ମାନର ସହିତ ବ୍ୟବହାର କରିଥିଲେ ଆଉ ବିଭିନ୍ନ ଭାଗରେ ସେବା କାର୍ଯ୍ୟରେ ବ୍ୟବହାର କରି ଆସୁଥିଲେ। ଇତିମଧ୍ୟରେ କିଛି ଦିନ ପୂର୍ବରୁ ଚଳିତ ବର୍ଷର ଖ୍ରୀଷ୍ଟୀୟ ଉତ୍ସବ ପ୍ରତିପାଳନ ଅବସରରେ ତାର ପରବର୍ତ୍ତୀ ଦିନଠାରୁ ତାଙ୍କ ଶରୀରର ଅସୁସ୍ଥ ପରିସ୍ଥିତି ଦେଖାଗଲା ଏବଂ ସେ ଅସୁସ୍ଥ ପରିସ୍ଥିତି ମଧ୍ୟରେ ଏଭଳି ହେଲା ଯେ ଯଦିଓ ତାଙ୍କର ସେଭଳି ହାଇ ବିପି ନଥିଲା, ଅକସ୍ମାତ୍ ସେ ହାଇ ବିପିର ସମ୍ମୁଖୀନ ହେଲେ ଏବଂ ଶେଷରେ ତାଙ୍କର ପାଳାଖଣ୍ଡି ନିଆଗଲା, ବ୍ରହ୍ମପୁର ନିଆଗଲା। ବ୍ରହ୍ମପୁର ଏ ସ୍ଥାନ କ'ଣ ହେଲା, ପୁଣି ଅନ୍ୟାନ୍ୟ ସ୍ଥାନରୁ ମଧ୍ୟ ତାଙ୍କର ଉପଶମ ନିମନ୍ତେ ଅନେକ ପ୍ରକାର ଚିକିତ୍ସା କରାଗଲା। ତଥାପି ପ୍ରଭୁଙ୍କର ଇଚ୍ଛା କ'ଣ ଆମେ ଜାଣୁନାହୁଁ। ପ୍ରଭୁ ତାଙ୍କୁ ଆପଣା କୋଳକୁ ବର୍ତ୍ତମାନ ନେଇଛନ୍ତି ଆଉ ଆମେ ସମସ୍ତେ ଏକତ୍ରିତ ଅଛୁ ସେଇ ପ୍ରିୟ ପାଳକଙ୍କର ଅନ୍ତିମ ସଂସ୍କାର କାର୍ଯ୍ୟ ନିମନ୍ତେ। ପ୍ରଭୁ ଆମେ ତାଙ୍କର ସେଇ କାର୍ଯ୍ୟ କରିବାକୁ ଯିବା ଆଉ ଯେପରି ଏ କାର୍ଯ୍ୟରେ ପ୍ରଭୁ ଆଶୀର୍ବାଦ କରିବେ, ପ୍ରତ୍ୟେକ କାର୍ଯ୍ୟ ତାଙ୍କ ଅନୁଗ୍ରହ ଦ୍ୱାରା ସମ୍ପନ୍ନ ହେବ, ସେଥିପାଇଁ ଆମେ ପ୍ରାର୍ଥନା କରିବା। ଯଦିଓ ମଣ୍ଡଳୀର କେତେକ ନେତୃବୃନ୍ଦ ସେମାନେ ବିଭିନ୍ନ ସ୍ଥାନରେ ଅଛନ୍ତି, ତଥାପି ଆମମାନଙ୍କର ଉତ୍କଳ ବାପ୍ତିସ୍ମ ମଣ୍ଡଳୀ ସମ୍ମିଳନୀର ସଭାପତି, ସମ୍ପାଦକ ଏବଂ ଅନ୍ୟାନ୍ୟ କେତେ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ଅଛନ୍ତି, କାରଣ ପ୍ରଭୁ ସେମାନଙ୍କୁ ଆଜିର ଏହି ବିଶେଷ ପରିବାର ମଧ୍ୟରେ ଏହି କାର୍ଯ୍ୟ କରିବା ନିମନ୍ତେ ସେମାନଙ୍କୁ ସୁରକ୍ଷା ଦେଇଛନ୍ତି। ଆସନ୍ତୁ ପ୍ରଭୁ ଅନୁଗ୍ରହ କରନ୍ତୁ। ଏହି ଅପୂରଣୀୟ କ୍ଷତି ନିମନ୍ତେ ଆମେ ପ୍ରାର୍ଥନା କରିବା। ମଣ୍ଡଳୀ ତଥା ସମ୍ମିଳନୀର ମଧ୍ୟ ଅପୂରଣୀୟ କ୍ଷତି ରହିଛି, ଯେହେତୁ ମଣ୍ଡଳୀର ଜଣେ ବିଶିଷ୍ଟ ଅଭିଜ୍ଞ ସମ୍ପନ୍ନ ଜଣେ ପୁରୁଖା ପାଳକ ଥିଲେ, ଆଉ ସେ ଆମ ଗ୍ରହଣରେ ନାହାନ୍ତି। ପ୍ରଭୁ ତାଙ୍କ ଆଶୀର୍ବାଦ କରନ୍ତୁ। ତାଙ୍କ ସେବା କାର୍ଯ୍ୟର ଅବଶିଷ୍ଟ ସମୟ ଯେପରି ଭାବରେ ସେ ବିତେଇଛନ୍ତି, ଆମେ ମଧ୍ୟ ତାକୁ ଅନୁକରଣ କରି ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ସମୟରେ ଯେତେବେଳେ ସମସ୍ୟା ଆସେ, ପ୍ରତିକୂଳ ଅବସ୍ଥା ଆସେ, ସେ ସମସ୍ତ ଝଡ଼ଝଞ୍ଜାକୁ ସମ୍ଭାଳି ଆମେ ପ୍ରଭୁଙ୍କର ସେବା କାର୍ଯ୍ୟ କରି ଆଗାମୀ ଦିନମାନଙ୍କରେ ଆମେ ଶାନ୍ତି ସ୍ପଞ୍ଚନ ପ୍ରାପ୍ତ ହେବା। ଏବଂ ପାଳକ ବିଭିନ୍ନ ମଣ୍ଡଳୀ ବର୍ତ୍ତମାନ ହେଇଛି, ଆଉ ସେ ମଣ୍ଡଳୀ ନିମନ୍ତେ ମଧ୍ୟ ମୋର ବିଶେଷ ଅନୁରୋଧ
ମଣ୍ଡଳୀ ସମ୍ମିଳନ କର୍ମକର୍ତ୍ତାଗଣ ତଥା ପ୍ରତ୍ୟେକ ମଣ୍ଡଳୀର ପାଳକ ପ୍ରଭୁଙ୍କର ଦାସମାନେ ଏହି ବିଶେଷ ପ୍ରାର୍ଥନାରେ ସ୍ମରଣ କରି ସେ ଅପୂରଣ କ୍ଷତି ନିମନ୍ତେ ସେମାନେ ଆମମାନଙ୍କୁ ଉତ୍ସାହିତ କରିବେ। ପ୍ରଭୁ ଏହି ସଂକ୍ଷିପ୍ତ ବାକ୍ୟରେ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ଆମର ଧନ୍ୟବାଦ ହେଉ ଆମର ପ୍ରିୟ ପାଳକ ମହାଶୟଙ୍କର ମରଣ ଦିନରେ ଉପସ୍ଥିତ ହୋଇଥିବା ଭକ୍ତଜନମାନଙ୍କୁ ପ୍ରଭୁ ଯୀଶୁଙ୍କ ନାମରେ ଆନ୍ତରିକ ନମସ୍କାର ଜ୍ଞାପନ କରେ। ନମସ୍କାର। ମୁଁ ଦୁଇଟି କଥା କହିବି। ପ୍ରଥମ କଥା ଯେ ଆମେ ଅଳ୍ପ ଦିନ ତାଙ୍କ ସହିତ ବା ଆମର ହେତୁରୁ ଆମେ ତାଙ୍କ ସହିତ ବଢ଼ିଛୁ। ସେ ଯେବେ ଉପାସନାକୁ ଆସନ୍ତି ପ୍ରଭୁଙ୍କ ଉପାସନାକୁ ତାଙ୍କର ଉପାସନାର ପଦ୍ଧତି, ଉପାସନାର ପରିଚାଳନା, ଉପାସନାର ଗୀତ ଗାନ, ଉପାସନାର ବାକ୍ୟଦାନ ସବୁ ପାଳକ ବା ଅନେକ ପାଳକ ଠାରୁ ମୁଁ ଶୁଣିଛି, କିନ୍ତୁ ତାହା ଭିନ୍ନ ଅଟେ, ଯାହାକି ଏକ ସୁନ୍ଦର ଆଦର୍ଶ ହୃଦୟସ୍ପର୍ଶୀ ଏବଂ ଆତ୍ମିକ ଭାବ ଥିଲା। ଦ୍ୱିତୀୟ କଥା କହିବି ଯେ ସେ ଜଣେ ଉଦାର ମନ ଏବଂ ଦାନଶୀଳ ବ୍ୟକ୍ତି ମଧ୍ୟ। ଯେବେ ଲେଙ୍ଗେ ଶାଖା ମଣ୍ଡଳୀକୁ ଉପାସନାକୁ ଆସନ୍ତି, ବାସ୍ତବିକ ଶାଖା ମଣ୍ଡଳୀ ପ୍ରିୟ ପାଳକଙ୍କୁ କିଛି ଗସ୍ତ ଖର୍ଚ୍ଚ ଦେବାର ଥିଲା, କିନ୍ତୁ ପାଳକ ମହାଶୟ ଲେଙ୍ଗେ ପାଇଁ ତାଙ୍କ ହସ୍ତ ପ୍ରକାର ଉଦାର ଥିଲା ଯେ ଯେବେ ଆସିବେ ସେ କେବେ ବି ମଣ୍ଡଳୀକୁ ନିରାଶ କରି ନାହାନ୍ତି। ଯେବେ ଆସିବେ ଦିଗନ ମାନଙ୍କ ଠାରୁ ବି ସେ ଅଧିକା ଦାନ ଦେବେ ଆଉ କହିବେ ଯେ ମୁଁ ଲେଙ୍ଗେ ପାଇଁ ଏତିକି ଦାନ ଦେଇଛି, ତୁମେ ଆଉ ଟିକେ ଅଧିକା ଦିଅ ବୋଲି। ତାହା ଲେଙ୍ଗେ ଶାଖା ମଣ୍ଡଳୀ କେବେ ଭୁଲିବ ନାହିଁ। ପୁଣି ତାଙ୍କର ପରାମର୍ଶ, ତାଙ୍କର ଶିକ୍ଷା ଏବଂ ଲେଙ୍ଗେ ପ୍ରତି ତାଙ୍କର ଯେଉଁ ମନୋଭାବ ତାହା ଲେଙ୍ଗେ ଶାଖା ମଣ୍ଡଳୀ କେବେ ବି ଭୁଲି ପାରିବ ନାହିଁ। ସେ ମହାନ ଦାସକୁ ଆଜି ଆମେ ହରେଇ ଦେବାରୁ ଆମ ଶାଖା ମଣ୍ଡଳୀ ବି ଦୁଃଖିତ ଅଟୁ, ପ୍ରିୟ ମଣ୍ଡଳୀ ବି ଦୁଃଖିତ ଅଟେ। ତେଣୁ ଏହି ଦିନମାନଙ୍କରେ ଯେପରିକି ପ୍ରିୟ ପରିବାର ଶାନ୍ତି ସାନ୍ତ୍ୱନ ପାଇବେ, ଏଥିପାଇଁ ଉପସ୍ଥିତ ପ୍ରତ୍ୟେକେ ପ୍ରାର୍ଥନା କରନ୍ତୁ। ଧନ୍ୟବାଦ। ମଣ୍ଡଳୀ ପକ୍ଷରୁ ସଂକ୍ଷିପ୍ତ ଜୀବନୀ ଆମେ ପାଠ କରିବାକୁ ଯିବୁ। ମୁଁ ଅନୁରୋଧ କରିବି ଆମମାନଙ୍କ ଗହଣରେ